ଦେଖନ୍ତୁ ଯେମିତିକି ନ୍ୟୁ ନୋଟିସ୍ ଆଇଲା ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ତରଫରୁ ନ୍ୟୁ ନୋଟିଫିକେସନ୍ ଆଇଛି। ତ ଦେଖିପାରୁଥିବେ ଏଇ ଯେଉଁ ନୋଟିଫିକେସନ୍ କେଉଁଥିପାଇଁ ଆସୁଛି ଆପଣମାନଙ୍କୁ ମୁଁ ଦେଖାଉଛି। ଯେମିତିକି ଆପଣମାନେ ଦେଖିଥିବେ ଡେଟ୍ ରହୁଛି 7 ଜୁଲାଇକୁ ଆସିଲା। ତ ଦେଖନ୍ତୁ ଏଇଠି ଯେମିତିକି ପ୍ରୋମ୍ ମାନେ କେଉଁଠୁ ଆଇଲା ଆପଣମାନେ ଦେଖିପାରୁଥିବେ, ତାପରେ ଟୁ ମାନେ କାହାକୁ ପଠା ହେଇଛି ତ ଆପଣମାନେ ଏଇଠି ଦେଖିପାରୁଥିବେ। ତାପରେ ଦେଖନ୍ତୁ ଏଇଠି ଆପଣମାନଙ୍କର +3 ଡିଗ୍ରୀ ପାଇଁ ଯେଉଁ ନୋଟିଫିକେସନ୍ ଆସିଲା ତ ଆପଣ ଦେଖିପାରୁଥିବେ ପବ୍ଲିକେସନ୍ ଅଫ୍ ଆଡ଼ଭାର୍ଟାଇଜମେଣ୍ଟ ରିଗାର୍ଡ଼ିଂ ଦ ରିଭିଜନ୍ ଟାଇମ୍ ଲାଇନ୍ ଫର୍ ଆଡ଼ମିସନ୍ +3 କୋର୍ସ ଅଣ୍ଡର ସାମ୍ସ ଫର୍ ଦ ଏକାଡେମିକ୍ ସେସନ୍ 24-27। ଓକେ, ତ ଦେଖନ୍ତୁ ଆପଣମାନଙ୍କର ଯେଉଁ ନେକ୍ସଟ ସିଲେକ୍ସନ୍ ପାଇଁ ୱେଟିଂ ଲିଷ୍ଟରେ ଅଛନ୍ତି। ତ ଦେଖନ୍ତୁ ଆପଣମାନଙ୍କର ନ୍ୟୁ ଅପଡ଼େଟ୍ ଆକର୍ଡ଼ିଂ ଆପଣମାନଙ୍କର ସୁଜ୍ ଫିଲିଂ ବି ଥିଲା। ତ ସେଇଟା ଆପଣମାନଙ୍କର 12 ଜୁଲାଇକୁ ସରିଯିବ। ତ ଦେନ୍ ଆପଣମାନଙ୍କର ଆସିବ ସେକେଣ୍ଡ ମେରିଟ୍ ଲିଷ୍ଟଟା, ତ ଆପଣମାନେ ଏଠି ଦେଖିପାରିବେ। ତ ଯେମିତିକି ଏଠି ଆପଣ ଦେଖିପାରୁଥିବେ ଇନେବଲିଂ ଚୁଜ୍ ଫିଲିଂ ଅଫ୍ ଦ ଏଲିଜିବଲ୍ ଆପ୍ଲିକାଣ୍ଟସ୍। ତ ଦେଖିପାରୁଥିବେ ଆପଣଙ୍କର ଯେଉଁ ଚୁଜ୍ ଫିଲିଂ ଆପ୍ଲିକେସନ୍ ଥିଲା ସେଇଟା 8 ଜୁଲାଇରୁ 12 ଜୁଲାଇ ପର୍ଯ୍ୟନ୍ତ ରହିଛି। ଓକେ, ତ ଆପଣମାନେ ଏଇ ଭିତରେ ଆପଣ ଏଇ ଯେଉଁଟା କରିପାରିବେ। ବଟ୍ ଆଜି ହେଉଛି ଲାଷ୍ଟ ଡେଟ୍, ଆଜି 12 ତାରିଖ ଯେହେତୁ ମୁଁ ଭିଡ଼ିଓ ବନାଉଛି ତ ଏଇଟା 12 ତାରିଖ ଆଜି ଶେଷ ହୋଇଯିବ। ତ ଆପଣମାନେ କ'ଣ କରିବେ, ନିଜର ଯଦି ଏପର୍ଯ୍ୟନ୍ତ କରିନାହାନ୍ତି ତ କରିପାରିବେ। ବଟ୍ ଏଇଟା ମୋର ଅପଲୋଡ଼ ହେବାରେ ଲେଟ୍ ହୋଇପାରେ, ବଟ୍ ଆପଣମାନେ 12 ତାରିଖ ପୂର୍ବରୁ କରିଦେବେ। ଦେନ୍ ଦେଖିପାରୁଥିବେ ଆପଣମାନଙ୍କର ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ମେରିଟ୍ ଲିଷ୍ଟଟା ବାହାରିବା ହେଉଛି 20 ଜୁଲାଇକୁ ଆପଣମାନଙ୍କର ବାହାରି ଯାଉଛି। ଯେମିତିକି 20 ଜୁଲାଇ 2ଟା PM ଆପଣମାନଙ୍କର ବାହାରି ଯିବାକୁ ଯାଉଛି। ତ ଦେନ୍ ନେକ୍ସଟ ଯଦି ଆମେ ଦେଖିବା ସେ ତା'ର ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍ ବାହାରିଲା ପରେ ଆପଣମାନଙ୍କର ଯେଉଁ ସ୍ଲାଇଡ୍ କିମ୍ବା ପ୍ଲଟ୍ କିମ୍ବା ଫ୍ରିଜ୍ ଯେଉଁମାନେ ବି କରିବାକୁ ଚାହୁଁଛନ୍ତି ସେ ତାଙ୍କର 20 ଜୁଲାଇ 3ଟା PMରୁ 23 ଜୁଲାଇ 4ଟା PM ପର୍ଯ୍ୟନ୍ତ ଆପଣଙ୍କର ସେଇଟା ସ୍ଲାଇଡ୍ କିମ୍ବା ପ୍ଲଟ୍ ଫ୍ରିଜ୍ ଯାହା ବି ଆପଣ କରିବା କଥା କରିପାରିବେ। ଦେନ୍ ଆପଣ ଦେଖିପାରୁଥିବେ ରିପୋର୍ଟିଂ ଅଫ୍ ଦ ଆପ୍ଲିକାଣ୍ଟସ୍ ଆଲୋକେଟେଡ୍ ଇନଷ୍ଟିଟ୍ୟୁସନ୍ ଫର୍ ଟେକିଂ ଆଡ଼ମିସନ୍ ଫର୍ ସେକେଣ୍ଡ ରାଉଣ୍ଡ ହାର୍ଡ଼ ସିଲେକ୍ସନ୍। ଓକେ, ତ ସେଇଟା ଆପଣମାନେ 21 ଜୁଲାଇରୁ 23 ଜୁଲାଇ ପର୍ଯ୍ୟନ୍ତ କରିପାରିବେ, ଯେମିତିକି 10ଟାରୁ 5ଟା PM ପର୍ଯ୍ୟନ୍ତ। ଓକେ, ଦ ନେକ୍ସଟ ଦେଖିପାରୁଥିବେ ଆପଣମାନଙ୍କର ଏଠି ଅଛି ଡାଟା ଅପଡେଟିଂ ଅଫ୍ ଆଡମିଟେଡ୍ ଷ୍ଟୁଡେଣ୍ଟସ୍ ଇନ୍ ଦ ସ୍ପେସ୍ ବାଇ ଦ ରେସ୍ପେକ୍ଟିଭ୍ ଇନଷ୍ଟିଟ୍ୟୁସନ୍ ଫର୍ ଦ ସେକେଣ୍ଡ ରାଉଣ୍ଡ ଆଡ଼ମିସନ୍। ତ ଦେଖିପାରୁଥିବେ ଆପଣମାନଙ୍କର ଯେଉଁ ସେକେଣ୍ଡ ରାଉଣ୍ଡ ଆଡ଼ମିସନ୍ ହେବ 21 ଜୁଲାଇରୁ 23 ଜୁଲାଇ ଭିତରେ ଆପଣମାନଙ୍କର ସରିଯିବ। ଦେନ୍ ଦେଖିପାରୁଥିବେ ଆପଣଙ୍କର ଥାର୍ଡ଼ ରାଉଣ୍ଡ ସିଲେକ୍ସନ୍ଟା ଆପଣମାନଙ୍କୁ ବାହାରିଯିବ 29 ଜୁଲାଇକୁ ଆପଣଙ୍କର ବାହାରି ଯାଉଛି ଥାର୍ଡ଼ ମେରିଟ୍ ଲିଷ୍ଟ। ଓକେ, ତ ଏଇଥିରେ ମଧ୍ୟ ଆପଣଙ୍କର ସେମ୍ ଆଜ୍ ଇଟ୍ ଇଜ୍ ରହିଯାଉଛି, ଯେମିତିକି ଅନଲାଇନ୍ ପେମେଣ୍ଟ ଆଡ଼ମିସନ୍ ପାଇଁ ଯେଉଁମାନେ ବି ପେଡ୍ କରିଛନ୍ତି ପୁଣି ସେମାନଙ୍କର ଆକାଉଣ୍ଟକୁ ପୁଣି ଥରେ ରିଫଣ୍ଡ କରାଯିବ 29 ଜୁଲାଇରୁ 1 ଅଗଷ୍ଟ ଭିତରେ ଆପଣମାନଙ୍କର ଆକାଉଣ୍ଟକୁ ପୁଣି ଥରେ ରିପୋର୍ଟ କରିଦିଆଯିବ, ଯେଉଁଟା ରିଫଣ୍ଡ କରିଦିଆଯିବ। ଯେଉଁ ଆପଣମାନେ ଦେଖିପାରୁଥିବେ ରିପୋର୍ଟିଂ ଅଫ୍ ଆପ୍ଲିକାଣ୍ଟସ୍ ଆଲୋକେଟେଡ୍ ଇନଷ୍ଟିଟ୍ୟୁସନ୍ ଫର୍ ଟେକିଂ ଆଡ଼ମିସନ୍ ଫର୍ ଦ ଥାର୍ଡ଼ ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ ଆପଣମାନେ କରିପାରିବେ 30 ଜୁଲାଇରୁ 1 ଅଗଷ୍ଟ ଏଇଟା ଜୁଲାଇ ଅଛି, ଏଇଟା ଆପଣଙ୍କର 1 ଅଗଷ୍ଟ ହେଇଯିବ। ତ 5ଟା PM ପର୍ଯ୍ୟନ୍ତ ଆପଣମାନେ କରିପାରିବେ। ଦେନ୍ ଦେଖିପାରୁଥିବେ ଡାଟା ଅପଡେଟିଂ ଅଫ୍ ଆଲୋକେଟେଡ୍ ଷ୍ଟୁଡେଣ୍ଟସ୍ ଇନ୍ ଦ ସ୍ପେସ୍ ବାଇ ଦ ରେସ୍ପେକ୍ଟିଭ୍ ଇନଷ୍ଟିଟ୍ୟୁସନ୍ ଫର୍ ଥାର୍ଡ଼ ଆଣ୍ଡ ଫାଇନାଲ୍ ରାଉଣ୍ଡ ସିଲେକ୍ସନ୍ ଆପଣଙ୍କର 30 ଜୁଲାଇରୁ 1 ଅଗଷ୍ଟ ଭିତରେ ହେଇଯିବ, ଯେଉଁଟାକି ସେଇଥିରେ କୁହାହେଇଥିଲା। ଦେନ୍ ଦେଖିପାରୁଥିବେ ଆପଣମାନଙ୍କର ସ୍ପୋର୍ଟସ୍ ସିଲେକ୍ସନ୍ ବା ୱେଟିଂ ଲିଷ୍ଟ ଯେଉଁ ଆମେ କହୁଛେ, ୱେଟିଂ ବା ସ୍ପୋର୍ଟସ୍ ସିଲେକ୍ସନ୍ ଯେଉଁ କହୁଛେ ଆପଣମାନଙ୍କର ଏଇଟା ହେବ ଅଗଷ୍ଟ 1 यानी 4 ଅଗଷ୍ଟକୁ ଆପଣମାନଙ୍କର ଏଇଟା ରିଲିଜ୍ ହେଇଯିବ। ତ ଦେନ୍ ଆପଣମାନେ ସେ ଯେଉଁଟା ରିପୋର୍ଟିଂ କିମ୍ବା ଆଡ଼ମିସନ୍ କରିପାରିବେ ସେଇଟା ଆପଣଙ୍କର ହେଇଯିବ 5 ଅଗଷ୍ଟରୁ 6 ଅଗଷ୍ଟ ଭିତରେ ଆପଣମାନେ ସେ ଯେଉଁଟା ଆଡ଼ମିସନ୍ କରିପାରିବେ। ତ ଏହା ଥିଲା ଆଜିର ଭିଡ଼ିଓ। ଯଦି ହେଲ୍ପଫୁଲ୍ ଲାଗେ ତାହେଲେ ଲାଇକ୍ କରିବେ, ତା ସହିତ ଯଦି ଚ୍ୟାନେଲରେ ନ୍ୟୁ ଅଛନ୍ତି ସବସ୍କ୍ରାଇବ୍ କରିନେବେ, ଯାହାଦ୍ୱାରା କି ମୁଁ ଆପଣଙ୍କୁ ଏମିତି କଣ୍ଟେଣ୍ଟ ଆଣିପାରିବି।